ସାଙ୍ଗ ମାନେ ଆପଣମାନଙ୍କୁ ସମସ୍ତଙ୍କୁ ମୋ ଷ୍ଟୋରି ଚ୍ୟାନେଲରେ ସ୍ୱାଗତ। ଚାଲନ୍ତୁ କାହାଣୀ ଶୁଣିବା। ମିତରେ ମିତ କାହାଣୀର ଭାଗ 38। ପୂର୍ବ ଭାଗ ଯଦି ଶୁଣି ନାହାନ୍ତି ଜଲ୍ଦି ଜଲ୍ଦି ଶୁଣି ନିଅନ୍ତୁ। କାହାଣୀ ଶୁଣି ସାରି ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବେନି ସାଙ୍ଗମାନେ। ଆଗରେ ଆପଣମାନେ ଶୁଣିଥିଲେ ଲିନାର ଭୂମିକା ଅଛି। ଲିନା ଯଦି ଏମିତି କରିଥାଏ ତେବେ ନିଶ୍ଚୟ ଭୁଲ କରିଛି। ନିଜେ ତ ଚିଣ୍ଟୁ ପରି ପିଲାକୁ ବାଛି ଭୁଲ ଠିକ୍ ଜାଣିପାରୁନି, ସେଥିରେ ପୁଣି ପ୍ରୀତି ଭଳି ପିଲା। ହେ ଭଗବାନ, ମୁଁ ପାଗଳି ହେଇଯିବି ଏତେ ସବୁ ଅଳିଆ ଝାମେଲାରେ ଛନ୍ଦି ହୋଇ। ପିକୁ ଭାଇ ବି କେମିତି ପ୍ରୀତିକୁ କ୍ଷମା କରିପାରିଲେ ଯେ? ଏମିତି ଅନେକ କିଛି ଭାବୁ ଭାବୁ ଅର୍ପିତା ବହିଥାକ ଭିତରୁ ଗୋଟିଏ ବହି କାଢ଼ି ପଢ଼ିବାକୁ ଚେଷ୍ଟା କରିଲା, କିନ୍ତୁ ପଢ଼ିପାରିଲା ନାହିଁ। ଚୁପଚାପ ମୁଣ୍ଡ ତଳକୁ କରି ବସିଥାଏ। ମିନୁ ଆସି କହିଲେ, ଆରେ ଅର୍ପିତା, ତତେ ଗୋଟେ କଥା କହିବାକୁ ଭୁଲି ଯାଇଥିଲି। ଦେଖିଲୁ ଦେଖିଲୁ ଆଲମିରା ଖୋଜୁ ଖୋଜୁ ଏଇ ନମ୍ବର ପାଇଲି। ଏଇଟା କାହାର ଦେଖିଲୁ? ଏବେ କାହାଣୀରେ ସାଙ୍ଗମାନେ ଆଗକୁ ଚାଲନ୍ତୁ ଶୁଣିବା। ଆମର ତ କାହାର ଫୋନ୍ ନାହିଁ। ଆଉ ପଦେ ବି ନ ଶୁଣି ଅର୍ପିତା ଝାମ୍ପି ନେଲା ମିନୁଙ୍କ ହାତରୁ କାଗଜ ଖଣ୍ଡକ। ଖୁସିରେ କାଗଜକୁ ଛାତିରେ ଲଗାଇ କାନ୍ଦି ପକେଇଲା ସେ। ଝର ଝର ହୋଇ ଝରଝର ଝରଣା ପରି ଝରିଗଲା ତା ଆଖିର ଲୁହ ଗୁଡ଼ିକ। ମିନୁ ପଚାରିଲା, ଅଭିପ୍ସାର କି? ଅର୍ପିତା କିଛି କହିପାରିଲା ନାହିଁ। କାନ୍ଦି କାନ୍ଦି ମୁଣ୍ଡ ଟୁଙ୍ଗାରି କହିଲା, ହଁ ଲୋ ବୋଉ, ତାର। ସିଏ ଥିଲାବେଳେ ତ ତା ନମ୍ବର ପାଇଲି ନାହିଁ, ଏବେ ପାଉଛି। ସିଏ କ'ଣ ଆଉ ଥିବ ଯେ କଥା ହେବି? ତଥାପି ତା ନମ୍ବରକୁ କାଲି ଫୋନ୍ କରିବି, କିଏ ତ ହେଲେ ଧରିବ। ଚାନ୍ଦ କଥା ପଚାରି ବୁଝିବି। ଚାନ୍ଦ ମୋର କେମିତି ଅଛି? ବୋଉ, ତୁ କେମିତି ପାଇଲୁ? କୋଉଠୁ ପାଇଲୁ? କେତେ ଖୋଜିଛି ଏ କାଗଜ, ଠିକ୍ ସମୟ ତ ମିଳିଲା ନାହିଁ। ଏବେ ମିଳି ଲାଭ ନାହିଁ। ମିନୁ କହିଲେ, ହଁ ଲୋ, ଠିକ୍ କହିଲୁ। ଖୋଜିଲା ବେଳେ ମିଳିବ ନାହିଁ। ସେଇ ଆଲମିରାରେ ପେପର ତଳେ ଥିଲା। ଆଜି ଦିନରେ ଝାଡ଼ିବା ବେଳକୁ ମିଳିଲା। ହଉ ଛାଡ଼େ, କାଲି ଫୋନ୍ କରିଦେବୁ। ଶିଲା ରଖିଥିବ ଫୋନ୍। ଶିଲା ଉଠେଇଲେ ଘରକୁ ଆସିବା ପାଇଁ କହିବୁ। ଅର୍ପିତା କାଗଜଟିକୁ ଧରି କେତେ ଗେଲ କରି ପକାଉଥାଏ। ସତେ ଯେମିତି ଅମୂଲ୍ୟ ହୀରା ଖଣ୍ଡେ ପାଇଯାଇଛି। ରାତିରେ ଖିଆପିଆ ସାରି ଅର୍ପିତା ମିନୁକୁ କହିଲା, ବୋଉ, ବଡ଼ ବୋଉ ଘରୁ ଆସୁଛି ଟିକେ। ମିନୁ କହିଲେ, ଏତେ ରାତିରେ କାହିଁକି ଯିବୁ? ରାତି ଆସି 10ଟା ବାଜିଲାଣି। ଅର୍ପିତା କହିଲା, ବୋଉ, ବଡ଼ ବୋଉ ଘରେ ଟିକେ ଝଗଡ଼ା ହୋଇଯାଇଛି। ମୁଁ ଆସିଲେ କହିବି ସବୁ। ମୁଁ ଖାଲି ଆସୁଛି ଟିକେ। ମିନୁକୁ କହିଦେଇ ଅର୍ପିତା ପଳେଇଲା। ଗଲାବେଳକୁ ପିକୁ ରୁମ୍ରେ ଟିଭି ଦେଖୁଥାଏ। ଅର୍ପିତା ରୂପାକୁ ଦେଖା କରି ପିକୁ ପାଖକୁ ଯାଇ ବସିଲା। ପିକୁ ଅର୍ପିତାକୁ ଚାହିଁ ପଚାରିଲା, ଅର୍ପିତା, ଏତେ ରାତିରେ? ମୁଁ ଜାଣିଛି ହଜାରେ ପ୍ରଶ୍ନର ଉତ୍ତର ଖୋଜୁଥିବୁ ତୁ। ସତ କହୁଛି ରେ, ତତେ କେବେ ଲୁଚାଇବାକୁ ଚେଷ୍ଟା କରିନି, କିନ୍ତୁ କେବେ ସୁଯୋଗ ମିଳିଲା ନାହିଁ ମୋତେ। ଅର୍ପିତା ପିକୁ ଚାହିଁ ଧୀର ସ୍ୱରରେ ପଚାରିଲା, ପିକୁ ଭାଇ, ଏସବୁ କେବେ ଆଉ କେମିତି? ତୁମେ ତ ନିଜେ ଦୂରେଇ ଦେଇଥିଲ ପ୍ରୀତିକୁ, ପୁଣି କେମିତି? ପିକୁ କହିଲା, ସେ ଅନେକ କଥାରେ। ମୁଁ ସେଦିନ ପ୍ରୀତି ଉପରେ ସିନା ରାଗି ପୁନେ ପଳେଇଲି, କିନ୍ତୁ ପ୍ରତି ମୁହୂର୍ତ୍ତ ପ୍ରତି ସେକେଣ୍ଡ ଝୁରୁଥିଲି ତାକୁ। ଭୁଲି ପାରୁ ନଥିଲି ତା ପ୍ରେମକୁ। ନିଜଠାରୁ ଅଧିକ ଭଲ ପାଇଥିଲି ବୋଲି କଷ୍ଟ ବି ଲାଗୁଥିଲା ମୋତେ। କିନ୍ତୁ ତାର ଧୋକା ପାଇଁ ବଜ୍ର ଶପଥ ମଧ୍ୟ ନେଇଥିଲି, କେବେ ବି ଆଉ ତା ମୁହଁ ଦେଖିବିନି। ଅଫିସ ଯାଉଥିଲି କେବଳ ମୃତ ଶରୀର ସାଜି। ରୁମ୍କୁ ଫେରିଲେ ଗୋଟେ ଏକଲାପଣ ମୋତେ ପ୍ରତି ମୁହୂର୍ତ୍ତ ଖାଇ ଗୋଡ଼ଉଥିଲା। ଏଠି ଥିଲେ ସିନା ସାଙ୍ଗସାଥୀ ବା ତୋ ସହ କଥା ହୋଇ ମନ ହାଲକା କରିଦେଇଥାନ୍ତି, କିନ୍ତୁ ସେଠି କିଏ ଥିଲା ଯେ? ଜୀବନଟା ମୋତେ ବିତୃଷ୍ଣାମୟ ଲାଗୁଥିଲା। ନା ବଞ୍ଚି ପାରୁଥିଲି, ନା ମରି ପାରୁଥିଲି। ଏମିତି 15 ଦିନ କଟିଗଲା। ଅଫିସରେ ଥାଏ, ହଠାତ୍ ଦିନେ ଫୋନ୍ ଗଲା। ସେଦିନ ଅଫିସରେ ଫୋନ୍ ଉଠାଇବାରୁ ପ୍ରୀତିର ସ୍ୱର ଶୁଣିଲି। ପ୍ରୀତି କାକୁତି ମିନତି ହୋଇ କହିଲା, ପ୍ଲିଜ୍ ପିକୁ, ତୁମକୁ ମୋ ରାଣ, ଫୋନ୍ କାଟ ନାହିଁ। ମୋ କଥା 2 ମିନିଟ୍ ଶୁଣ ଖାଲି। ମୁଁ ବିରକ୍ତ ହୋଇ କହିଲି, ଆଖିରେ ସବୁ ଦେଖିବା ପରେ ଆଉ କ'ଣ ବାକି ଅଛି ଯେ ଶୁଣିବି? ସେ କହିଲା, ପିକୁ ପ୍ଲିଜ୍, ଜୀବନରେ କେବେ ଯଦି ମୋତେ ହୃଦୟରୁ ଭଲ ପାଇଥିବ, ତୁମକୁ ସେଇ ଭଲ ପାଇବା ରାଣ। ମୋ କଥା 2 ମିନିଟ୍ ଶୁଣ। ମୁଁ କିନ୍ତୁ ପ୍ରୀତିର ଧୋକାବାଜିକୁ ସହଜରେ ଭୁଲି ନଥିଲି, ସେଥିପାଇଁ ଫୋନ୍ ରଖିଦେଲି। ସେ ପୁଣି ଫୋନ୍ କଲା। ଆଉ କହିଲା, ପ୍ଲିଜ୍ ପିକୁ, ଟିକେ ଶୁଣ ମୋ କଥା। ମୁଁ ରାଗିକି କହିଲି, ଫୋନ୍ ରଖ, ଏଇଟା ଅଫିସ, ଏଠିକୁ ଫୋନ୍ କରିବା ଦରକାର ନାହିଁ। ସେଦିନ ସେ ଆଉ ଫୋନ୍ କଲା ନାହିଁ ସତ, କିନ୍ତୁ ତା ପରଦିନ ପୁଣି ଫୋନ୍ କଲା। ମୁଁ କହିଲି, କ'ଣ ପାଇଁ ଏତେ ଫୋନ୍ କରୁଛ? କ'ଣ ଆଉ ଶୁଣିବି? ସେ କହିଲା, ପ୍ଲିଜ୍ ପିକୁ, ମୋତେ ଏମିତି ଦୂରେଇ ଦିଅ ନାହିଁ। ମୁଁ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲି, ତେଣୁ ପଚାରିଲି, କେବେ ମୋ ପିଛା ଛାଡ଼ିବ? ଏତେ କଷ୍ଟ ଦେଇ କ'ଣ ମନ ଶାନ୍ତି ହେଲା ନାହିଁ? ଏଠିକା ନମ୍ବର କିଏ ଦେଲା? ସେ କହିଲା, ପିକୁ, ମୁଁ ବହୁତ କଷ୍ଟରେ ଲିନାଠାରୁ ନମ୍ବର ଆଣିଛି। ପ୍ଲିଜ୍ ମୋତେ ଶେଷ ସୁଯୋଗ ଦିଅ। ମୁଁ ପ୍ରୀତିର କଥାରେ ଟିକେ ତରଳି ଗଲି। କାହିଁକି ଜାଣୁ? ଆମେ ଯାହାକୁ ହୃଦୟରୁ ଭଲ ପାଉ ତା ଉପରେ ବେଶୀ ରାଗି ହୁଏ ନା। ମୁଁ ପ୍ରୀତିର ସବୁ ଦୋଷ ଜାଣିବି କହିଲି, କ'ଣ କହୁଛ କୁହ, ମୋ ହାତରେ ସମୟ କମ୍। ପ୍ରୀତି କହିଲା, ପିକୁ, ତୁମେ ମୋତେ ଭୁଲ ବୁଝିଲ। ପ୍ଲିଜ୍, ମୋର କାହା ସହ କିଛି ସମ୍ପର୍କ ନାହିଁ। ରାଣ ଖାଇ କହୁଛି, ହଁ, ମୁଁ ତୁମ ପ୍ରେମକୁ ହସି ମଜାକରେ ନେଉଥିଲି, କିନ୍ତୁ ତୁମେ ଦୂରକୁ ଯିବା ପରେ ଅନୁଭବ କରୁଛି ଯେ ତୁମ ବିନା ମୁଁ ବଞ୍ଚିପାରିବି ନାହିଁ।
ପ୍ଲିଜ୍ ମୋ ଉପରେ ରାଗ ନାହିଁ, ଥରଟିଏ ମୋତେ ଦେଖା କରି ଯାଅ। ପ୍ରମିସ୍ କରୁଛି, ତୁମେ ଯାହା କହିବ, ଯୋଉଠିକି ଡାକିବ ଯିବି। ମୁଁ ମୋ ପ୍ରେମର ପ୍ରମାଣ ଦେବି। ତୁମେ ଯଦି ନ ଆସ, ସତ କହୁଛି ମୁଁ ସୁଇସାଇଡ୍ କରିବି। ଧମକ ଦେଉନି ପିକୁ, ତୁମକୁ ନ ପାଇଲେ କିଛି ବି କରିପାରେ। ଆଉ ତାପରେ ପ୍ରୀତି ସହ ମୋର ସବୁଦିନ କଥା ହୁଏ ଏବଂ ସମୟ ବାହାର କରି ମୁଁ ପୁନେରୁ ଆସିଲି ତାକୁ ଦେଖା କରିବାକୁ ଏବଂ ଆମେ ଦୁହେଁ ଭୁବନେଶ୍ୱର ଯାଇ ଗୋଟିଏ ରୁମ୍ରୁ ଏକାଠି ରହି କୋର୍ଟରେ ମୁଁ ତାକୁ ବିବାହ କରିଲି। ଏବେ ତୁ କହ, ସେ ସମ୍ପୂର୍ଣ୍ଣ ବଦଳି ଯାଇଛି ଆଉ ମୁଁ ତାକୁ ମୋ ସ୍ତ୍ରୀର ଅଧିକାର ଦେଇ ସାରିଛି। ଏବେ କେମିତି ଘର କଥାରେ ଆଉ କାହାକୁ ମ୍ୟାରେଜ୍ କରିବି? ନା ମୁଁ ଆଉ କାହାକୁ ଭଲ ପାଇ ପାରିବି, ନା ଗ୍ରହଣ କରିପାରିବି। ଅଯଥାରେ ତିନିଟା ଜୀବନ ବର୍ବାଦ ହେବ। ସବୁ ଶୁଣି ଅର୍ପିତା କହିଲା, ଓ ଏତେ ଘଟଣା ଘଟିଯାଇଛି ହେଲେ ମୁଁ ଜାଣିନି। କିନ୍ତୁ ପିକୁ ଭାଇ, ତୁମର କ'ଣ ପ୍ରୀତି ଉପରେ ସମ୍ପୂର୍ଣ୍ଣ ଭରସା ଅଛି? ପିକୁ କହିଲା, ହଁ, ନିଜଠାରୁ ଅଧିକରେ। ଛୁଆ ମାଇଣ୍ଡରେ କ'ଣ ଟିକେ ଭୁଲ କରିଦେଲା, ସେଇ କଥା ଧରିଲେ କ'ଣ ହେବ? ସେ ଏବେ ବଦଳି ଯାଇଛି। ଅର୍ପିତା ପଚାରିଲା, କ'ଣ କରିବ ଏବେ? ପିକୁ କହିଲା, କ'ଣ କରିବି? ଘରେ ଶେଷଥର କହିବି, ନ ଶୁଣିଲେ ଯାହା ନିଷ୍ପତ୍ତି ନେବି। ମୁଁ ରାଜା ଭାଇଙ୍କୁ ଏ ବିଷୟରେ କହିବି। ପ୍ରୀତି କହିଲା, ହଉ ଭାଇ, ରାତି ଅନେକ ହେଲାଣି, ମୁଁ ଆସୁଛି ଏବେ। ଅର୍ପିତା ଘରକୁ ଆସି ଗଭୀର ଚିନ୍ତାରେ ଶୋଇପଡ଼ିଲା ନାହିଁ। ଭାବିଲା, ସେଦିନ ପ୍ରୀତି କେତେ ମାଗିଲା ମୋତେ ପିକୁ ଭାଇଙ୍କ ନମ୍ବର, କିନ୍ତୁ ମୁଁ ଦେଲି ନାହିଁ। ତେଲି ତେଲ ଏକାଠି ପିଡ଼ିଆ ଧରା ପଡ଼ିଲା। ମୋ ଉପରେ ପ୍ରୀତିର ନିଶ୍ଚୟ ରାଗ ଥିବ। ହଉ ଥାଉ, ମୁଁ ଆଉ କ'ଣ କରିବି? ଲୀନା ବି ବହୁ ଦୂର ଆଗେଇ ଗଲାଣି ୟା ଭିତରେ। ସବୁ ଜାଣିବି ମୁଁ ଉପାୟ ଶୂନ୍ୟ। ହେ ଭଗବାନ, ତୁମେ କିଛି କର। ଭାବି ଭାବି ଅର୍ପିତା ଅଧରାତିରେ ଶୋଇପଡ଼ିଲା। ପରଦିନ ସକାଳୁ ଉଠି କାମ ସାରି ରୁଟି କରୁଛି। ରାଜା ଆସି କହିଲା, ଅର୍ପିତା, କଲେଜ ଯିବୁ ନାହିଁ କି? ଅର୍ପିତା କହିଲା, ହଁ ଭାଇ, ବାହାରିବି। ରାଜା କହିଲା, ଆରେ ମୋ ବେଡ଼ସିଟ୍ ଚେଞ୍ଜ କରି ସଫା କରିଦେବୁ ଟିକେ, ଆଉ ହଁ, ମୋ ଧଳା ସାର୍ଟଟା ସଫା କରି ନୀଳ ଦେଇଦେବୁ। ଅର୍ପିତା କହିଲା, ହଉ ଭାଇ। ଅର୍ପିତା ବାକି ଥିବା କାମ ସାରି କଲେଜ ଗଲା। ମନରେ ତାର ଖୁବ୍ ଆନନ୍ଦ। ଚାନ୍ଦ ଖବର ବୁଝିବ ଟିକେ। କଲେଜ କ୍ଲାସ୍ 2ଟା ସାରି ମୁନୁକୁ ଧରି ଆସିଲା ଫୋନ୍ କରିବାକୁ। ଅଭିପ୍ସା ନମ୍ବରରେ ଫୋନ୍ ଲଗେଇଲା। ଫୋନ୍ ଲଗାଇ ଠାକୁରଙ୍କୁ ମୁଣ୍ଡିଆ ମାରିଲା। ଅର୍ପିତା, ହେ ପ୍ରଭୁ, ମାଉସୀ ଫୋନ୍ ଧରନ୍ତୁ। ଫୋନ୍ ଲଗାଇଲା, କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଆସିଲା। ମନ ବୁଝିଲା ନାହିଁ। ଅର୍ପିତାର ପୁଣି ଫୋନ୍ ଲଗାଇଲା, ହେଲେ ପୁଣି ସୁଇଚ୍ ଅଫ୍ ଆସିଲା। ଭାରି ମନ ଦୁଃଖରେ କଲେଜକୁ ଫେରିଲା ଅର୍ପିତା। ମୁନୁ ପଚାରିଲା, କ'ଣ ପାଇଁ ମନ ଦୁଃଖ? ଅର୍ପିତା ଆଖି ଜକେଇ ଆସିଲା, କହିଲା, ଚାନ୍ଦ ନମ୍ବର ପାଇ ଫୋନ୍ କରୁଛି, ହେଲେ ସୁଇଚ୍ ଅଫ୍ ଆସୁଛି। ମୁନୁ କହିଲା, ଏଇଥିପାଇଁ କାନ୍ଦୁଛୁ ନା? କାଲି ଲଗେଇବୁ, ବ୍ୟସ୍ତ ହୋ ନାହିଁ। ଅର୍ପିତାକୁ କ୍ଲାସ୍ କରିବାକୁ ଇଚ୍ଛା ନଥିଲେ ବି କ୍ଲାସ୍ କରିଲା ବସି। ମନ ତାର କିନ୍ତୁ ଥାଏ ଫୋନ୍ ପାଖରେ। ଫେରିଲା ବେଳକୁ ପୁଣି ଫୋନ୍ ଲଗେଇଲା, ହେଲେ ଏବେ ବି ସୁଇଚ୍ ଅଫ୍। ଅର୍ପିତା ମନେ ମନେ କହିଲା, ଫୋନ୍ ବୋଧେ ସୁଇଚ୍ ଅଫ୍ କରିଦେଇ ଯାଇଛି। ହେ ଭଗବାନ, ତା ବିଷୟରେ ବୁଝିବାର ଶେଷ ଆଶା ଟିକକ ବି ଛଡ଼େଇ ନେଲ। କେମିତି ବୁଝିବି ମୋ ଚାନ୍ଦ ଖବର? ଭାରି କଷ୍ଟ ଲାଗୁଛି ତା ବିନା। ଏମିତି ଭାବି ଭାବି ଘରକୁ ଫେରିଲା। ଘରେ ଆସି ପହଞ୍ଚୁ ପହଞ୍ଚୁ ମିନୁ ଚୁପ୍ କରି କହିଲେ, ଅର୍ପିତା, ଲୀନା ଆସିନି ଏଯାଏଁ କଲେଜରୁ। ଭାଇ ଆସିଯିବ ଆଉ ଟିକେ ଗଲେ ବୋଲି କହିଯାଇଥିଲା। ଲୀନାକୁ ନ ପାଇ ରାଗିବ ପୁଣି। ଅର୍ପିତା କହିଲା, ସବୁ ମୁହଁ ତ ତୁ ଦେଇଛୁ, ମୋତେ କ'ଣ କହୁଛୁ? ମୁଁ କ'ଣ ଯାଇ ଖୋଜି ଆଣିବି ତାକୁ? ମିନୁ କିଛି କହିଲେ ନାହିଁ। ଖାଲି ଘରୁ ଦୁଆର, ଦୁଆରୁ ଘର ହୋଇ ଲୀନା ବାଟକୁ ଚାହିଁଲେ। ଏତିକି ବେଳେ କୋରିଅର ସର୍ଭିସ ଆସି ପଚାରିଲେ, ଅର୍ପିତା ମ୍ୟାମ୍ଙ୍କ ଘର ଏଇଟା ତ? ମିନୁ କହିଲେ, ହଁ। କୋରିଅରବାଲା ଗୋଟିଏ ଛୋଟ ପ୍ୟାକେଟ୍ ବଢ଼େଇ ଦେଇ କହିଲେ, ଏଇଟା ଦେଇଦେବେ ତାଙ୍କୁ। ମିନୁ ଅର୍ପିତାକୁ ଡାକି ବଢ଼େଇ ଦେଲେ ପ୍ୟାକେଟକୁ। ଆଶ୍ଚର୍ଯ୍ୟରେ ଅର୍ପିତା ପ୍ୟାକେଟକୁ ଚାହିଁ କହିଲା, ଆରେ ଇଏ କ'ଣ? ମୁଁ ତ କୋଉଠୁ କିଛି ମଗେଇନି, କ'ଣ ଅଛି ଏଥିରେ? ମିନୁ କହିଲେ, ରହ ରହ, ଖୋଲ ନାହିଁ। ବମ୍ ଫମ୍ ଥିବ କି କ'ଣ? ତାକୁ ଦୂରେଇ ରଖି ବାଲ୍ଟିଏ ପାଣି ଓଜାଡ଼ି ଦେ, ତାପରେ ଖୋଲିବୁ। ଆଜିକାଲି ଟିଭିରେ ପେପରରେ ଦେଉଛି ପାର୍ସଲ ବମ୍ ଆସୁଛି ବୋଲି। ଅର୍ପିତା କହିଲା, ବୋଉ ରହ ଟିକେ, ଆମକୁ କିଏ କାହିଁକି ବମ୍ ପଠେଇବ ଯେ? ଆମେ କୋଉ ମଣିଷରେ ଗଣା ଯେ ଆମକୁ ମାରି କିଏ କ'ଣ ଲାଭ ପାଇବ? ମିନୁ କହିଲେ, କିଏ ଜାଣେ କ'ଣ ଥିବ? ଅର୍ପିତା କହିଲା, କୋଉଠୁ ଆସିଛି, ଆଡ୍ରେସ୍ ବି ନାହିଁ କିଛି ଏଥିରେ। ହଉ ତୁ ବ୍ୟସ୍ତ ହ ନାହିଁ, ମୁଁ ଦୂରେଇ କରି ଖୋଲି ଦେଖୁଛି। ଲୀନା ହଲି ହଲି ଆସି ପହଞ୍ଚି ଯିବାରୁ ମିନୁ ଦୌଡ଼ି ଯାଇ ବିରକ୍ତ ହୋଇ କହିଲେ, ତତେ ଟାଇମ୍ ଜଣାପଡ଼ୁନି ନା? ନାଇଁ, ଭାଇ ଆସୁଥିବ ଏବେ, ତୁ ହଲି ହଲି ଆସୁଛୁ। କୁଆଡ଼େ ଯାଇଥିଲୁ କି ଏମିତି? ଲୀନା କହିଲା, କାହିଁ ପାଟି କରୁଛୁ କହିଲୁ? କଲେଜ ତ ଯାଇଥିଲି, ଆଉ କୁଆଡ଼େ ଯିବି? ମିନୁ ରାଜା ଆସିବା ସମୟ ହେଇଥିବାରୁ କିଛି ପାଟିତୁଣ୍ଡ ନ କରି କହିଲେ, ହଉ ହଉ ଯା, ଡ୍ରେସ୍ ବଦଳେଇ ଖାଇବୁ। ଲୀନା ପଛେ ପଛେ ମିନୁ ପଳେଇଲେ। ଅର୍ପିତା ପ୍ୟାକେଟକୁ ବଡ଼ ଯତ୍ନର ସହ ଖୋଲିଲା। ଦେଖିବା ବେଳକୁ ଗୋଟିଏ ଗୋଲ୍ଡେନ୍ କଲର୍ ସୁନ୍ଦର ଲେଡିସ୍ ହାତଘଣ୍ଟାଟିଏ। କିଏ ଦେଇଛି ବୋଲି ଅର୍ପିତା ଆଶ୍ଚର୍ଯ୍ୟ ହୋଇ ଖୋଜିଲା ବେଳକୁ ସେଥିରେ ଚିଠି ଖଣ୍ଡେ ପାଇଲା। ଶିଲା ଦେଇଥିଲେ, ଖୁବ୍ କମ୍ ଲେଖିଥିଲେ, ମା ଅର୍ପିତା, ଅଭିପ୍ସା ଦିଲ୍ଲୀ ଆସିଥିଲା ବେଳେ ତୋ ପାଇଁ ଗୋଟିଏ ଘଣ୍ଟା କିଣି ଯାଇଥିଲା, କିନ୍ତୁ ମୁଁ ଦେବାକୁ ଭୁଲି ଯାଇଥିଲି। ଏବେ ପଠାଉଛି, ନହେଲେ ତତେ ଦେଇନି ବୋଲି ଜାଣିଲେ ଅଭିପ୍ସା ରାଗିବ।
ଅପାଙ୍କୁ କହିବୁ ଆଉ ସବୁ ଭଲ ଏଠି। ରହୁଛି ରେ ମା। ଇତି ଶିଲା ମାଉସୀ। ଅର୍ପିତା ଚିଠିକୁ ବାରମ୍ବାର ଓଲଟାଇ ପୋଲଟାଇ ଦେଖିଲା କାଳେ ଚାନ୍ଦ କିଛି ଲେଖି ଯାଇଥିବ, କିନ୍ତୁ ନା। ଅର୍ପିତା ଘଣ୍ଟାକୁ ଗେଲ କରି ପକାଇ କହିଲେ, ଚାନ୍ଦଲୋ, ବନ୍ଧୁତ୍ୱରେ ମୋତେ କେତେ ଋଣୀ କରିଦେବୁ ଲୋ। ଟିକେ ତୋ ସହ କଥା ହେଇଯାଇଥିଲେ ଖୁସି ଲାଗିଥାନ୍ତା ଟିକେ। ତୋ ହିରୋ ଖବର ବି ଟିକେ ବୁଝିଥାନ୍ତି। ଆଉ ଜାଣୁ, ତତେ ଅମରି ନୁହେଁ ସୋମେଶଙ୍କ ବିଷୟରେ କେତେ କଥା କହିବାର ଥିଲା ଲୋ। ହେଲେ ତୁ କେବେ ଫେରିବୁ ଯେ? ନା ଠିକଣା ଅଛି ନା ଫୋନ୍ ନମ୍ବର। ଚାନ୍ଦ, ପଦୁଟିଏ କଥା ହେଇଥାନ୍ତି ତୋ ସହ ଲୋ। ଅର୍ପିତା ଘଣ୍ଟା ନେଇ ମିନୁକୁ ଦେଖାଇ କହିଲା, ହଉ ଦେଖ, ଚାନ୍ଦ ଦେଇଛି ମୋ ପାଇଁ। ମିନୁ ଘଣ୍ଟା ଦେଖି କହିଲେ, ବହୁତ ସୁନ୍ଦର ହେଇଛି ତ। ଯା ରଖିଦେ। ଆଉ ହଁ, ବଡ଼ ବୋଉ କ'ଣ ଖବର ଦେଇଛି ଯିବାକୁ ତୋତେ? ଅର୍ପିତା କହିଲା, ମୁଁ ଅଙ୍ଗନବାଡ଼ିରୁ ଫେରିଲା ବେଳକୁ ଯିବି ସିଆଡ଼କୁ। କ'ଣ ଘର କାମ ଅଛି କହ? ମିନୁ କହିଲେ, ନାଇଁ କିଛି ନାହିଁ, ତୁ ଯା। ସାଙ୍ଗମାନେ, ୟା ଭିତରେ 6 ମାସ ବିତି ଯାଇଛି। ଆକାଶରେ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲୁଚିଗଲେଣି କାହିଁ କେତେବେଳୁ। ସନ୍ଧ୍ୟା ହୋଇ ଆସିଲାଣି। ଚନ୍ଦ୍ର ଆକାଶରେ ଧୀରେ ଧୀରେ ଶୀତଳ କିରଣ ବିଛାଇବା ଆରମ୍ଭ କରିଦେଲେଣି। ସୋମେଶଙ୍କ ସାନ ଭଉଣୀ ଗୀତା ସନ୍ଧ୍ୟା ଧୂପ ଦେଇ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଚାହିଁଦେଲା ବେଳକୁ ସୋମେଶଙ୍କ ଗାଡ଼ି ଅଟକିଗଲା ଦୁଆର ମୁହଁରେ। ଗୀତା କହିଲା, ଭାଇ ତୁ ଏମିତି ମୁହଁ ସଞ୍ଜରେ ହଉ ଆସେ। ସୋମେଶ ହସି ଦେଇ ଘର ଭିତରକୁ ଗଲେ। ବାଟରୁ କିଣିଥିବା କିଛି ଜଳଖିଆ ସାନ ଭଉଣୀ ଗୀତା ହାତକୁ ବଢ଼େଇ ଦେଲେ। ଗୋଟିଏ ଛୋଟ ରୁମ୍ରେ ଥିଲେ ତାଙ୍କ ଜନ୍ମିତ ମା। ସୋମେଶ ତାଙ୍କୁ ଯାଇ ପ୍ରଣାମ କଲେ ଏବଂ ମା'ଙ୍କୁ ପ୍ରୀତିଭରା ଚୁମ୍ବନ ଆଙ୍କି ଦେଇ ବାହାରକୁ ଆସିଲେ। ସୋମେଶଙ୍କ ମା'ଙ୍କୁ ସୋମେଶଙ୍କ ଉପସ୍ଥିତି ଅନୁପସ୍ଥିତିରେ କିଛି ଫରକ ପଡ଼େ ନାହିଁ। ବାସ୍ତବ ଦୁନିଆରୁ ସେ ଥିଲେ ସମ୍ପୂର୍ଣ୍ଣ ଦୂରରେ। ମନେ ମନେ ଗପୁଥିଲେ, ମନେ ମନେ ହସୁଥିଲେ। ସମ୍ପୂର୍ଣ୍ଣ ରୂପେ ନିଜ ଦୁନିଆରେ ମସ୍ତ ଥିଲେ ସେ। ସୋମେଶ ବାହାରକୁ ଆସି ବାପାଙ୍କ ରୁମ୍ ଆଡ଼େ ଗଲେ। ସୋମେଶଙ୍କ ବାପା ସୁରବାବୁ ତାଙ୍କ ରୁମ୍ରେ ସୋଫା ଉପରେ ବସି ଚାହା ପିଉଥିଲେ। ଆଉ ପାଖରେ ବସିଥିଲେ ଦ୍ୱିତୀୟ ପତ୍ନୀ ତଥା ସୋମେଶଙ୍କ ସାନ ମା ନିମିନା। ସୋମେଶ ଉଭୟଙ୍କୁ ପ୍ରଣାମ କରି ବସି ପଡ଼ିଲେ ସୋଫା ଉପରେ। ନିମିନା କହିଲେ, ବାପାରେ, ଏତେ ଦିନ ପରେ ଆସିଲୁ, ଆଉ ପଢ଼ାପଢ଼ି କେମିତି ଚାଲିଛି? ସୋମେଶ କହିଲେ, ହଁ ସାନ ମା, ଭଲ ଚାଲିଛି। ନିମିନା ସେଠାରୁ ଉଠିଗଲେ ଏବଂ ଗୀତାକୁ କହିଲେ ସୋମେଶଙ୍କ ପାଇଁ ଚାହା ଆଣିବା ପାଇଁ। ସୋମେଶ ବାପାଙ୍କ ସହ ଅଳ୍ପ କିଛି କଥା ହୋଇ ନିଜ ରୁମ୍କୁ ଫେରି ଆସିଲେ। ଗୀତା ଚାହା ନେଇ ସୋମେଶଙ୍କ ପାଖକୁ ଯିବାରୁ ସୋମେଶ ପକେଟରୁ ଅର୍ପିତାର ଫଟୋ କାଢ଼ି ଦେଖାଇ ପଚାରିଲେ, ଗୀତା କହିଲୁ, ଏ ଝିଅ କେମିତି ଲାଗୁଛି? ଗୀତା କହିଲା, ହଁ ଭାଇ, ଭଲ ଲାଗୁଛି ଝିଅଟି, କିନ୍ତୁ ଲାଗୁଛି କଳା ଝିଅଟେ ବୋଧେ। ସୋମେଶ କହିଲେ, ନାଇଁ କଳା ନୁହେଁ, ଶ୍ୟାମଳ ବନର ଝିଅ। ଗୀତା ସୋମେଶଙ୍କ ପାଖରେ ବସି ପଚାରିଲା, ଭାଇ କିଏ ଇଏ? ସୋମେଶ କହିଲେ, ନା ତାର ଅର୍ପିତା, ଏବେ ଫାଇନାଲ ଇୟରରେ ପଢ଼ୁଛି। ଏହାପରେ ସେ ଗୀତାକୁ ସବୁ କହିଗଲେ। ଗୀତା ସବୁ ଶୁଣିସାରି କହିଲା, ଭାଇ ଗୋଟେ କଥା କହିବି। ସୋମେଶ କହିଲେ, ହଁ କହ। ଗୀତା କହିଲା, ଭାଇ ଏ ଝିଅ କଥା ତୁ ଭୁଲିଯା। ଆମର ବ୍ରାହ୍ମଣ ଘର ଆଉ ଇଏ ଖଣ୍ଡାୟତ ଘର ଝିଅ। ତୁ ଜାଣୁ ଜାଣୁ କେମିତି ଏ ଭୁଲ କଲୁ, ବାପା ରାଜି ହେବେ ନାହିଁ। ସୋମେଶ କହିଲେ, ଗୀତା ତୁ ଏସବୁରେ ମୁଣ୍ଡ ଖେଳାନା, ମୁଁ ବାପାଙ୍କୁ କହିବି ନିଜେ। ଗୀତା କହିଲା, ହେଲେ? ସୋମେଶ କହିଲେ, ଗୀତା ମୁଁ ଏଇ ଝିଅ ବିନା ବଞ୍ଚିପାରିବି ନାହିଁ। ତୁ ଯା ଏଠୁ, ମୋତେ ଟିକେ ଏକା ଛାଡ଼ିଦେ। ଗୀତା ପଳେଇଲା ସେଠାରୁ, କିନ୍ତୁ ନିମିନାକୁ କହିଦେଲା କି କ'ଣ? ଗୋଟେ ସେକେଣ୍ଡ ହୋଇନି ନିମିନା ଆସି ପଚାରିଲେ, ସୋମୁ, ଇଏ କ'ଣ ସବୁ ଶୁଣୁଛି? ତୁ ବ୍ରାହ୍ମଣ ଘର ପୁଅ ହୋଇ ଖଣ୍ଡାୟତ ଘର ଝିଅକୁ ପସନ୍ଦ କରିଛୁ। ଆମ କୁଳ ମର୍ଯ୍ୟାଦା ବଂଶ ପରମ୍ପରା ରହିବ ତ? ସେ ଝିଅ ହାତରୁ ପାଣି କେମିତି ଛୁଇଁବୁ ଆମେ? ସୋମେଶ କିଛି ଉତ୍ତର ଦେଲେ ନାହିଁ। ନିମିନା ଚୁପଚାପ ଚାଲିଗଲେ ସେଠୁ। ସମୟ ରାତି 8ଟା। ଘରେ ନିମିନା ଆଉ ଗୀତା ବଡ଼ ଟେନସନରେ ଥିଲେ ସୋମେଶକୁ ନେଇ, କିନ୍ତୁ ସୁରବାବୁଙ୍କ କାନକୁ କେହି କଥା ଦେଇନଥିଲେ। ସୋମେଶ ସୁରବାବୁଙ୍କ ପାଖକୁ ଯାଇ ବସି ପଡ଼ିଲେ ଚାପ ହୋଇ। ସୁରବାବୁ ପଢ଼ା କଥା ହେବା ପରେ ସୋମେଶ ସାହସ କରି କହିଲେ, ବାପା ଗୋଟେ କଥା ଥିଲା। ସୁରବାବୁ କହିଲେ, ହଁ କହ। ସୋମେଶ କହିଲେ, ବାପା ମୁଁ ଗୋଟେ ଝିଅକୁ ପସନ୍ଦ କରିଛି। ସୁରବାବୁ କହିଲେ, ହଉ ଭଲ କଥା। ଆଜିକାଲିର ଛୁଆ ତୁମେ। ହେଲେ ସୋମୁ, ମୁଁ ଏବେ ତ ବାହାଘର କରିବା ଯୋଜନାରେ ନାହିଁ। ମୁଁ ଭାବୁଛି ଗୀତା ବାହାଘର ସରିଲେ ତୋ ବାହାଘର କରିବି। ସୋମେଶ ଚୁପ୍ ରହିଲେ। ସୁରବାବୁ କହିଲେ, ହଉ ଆଉ କିଛି କହିବୁ? ସୋମେଶ କହିଲେ, ବାପା ତୁମେ ଥରେ ଝିଅ ଦେଖିଦେଇଥିଲେ ହୋଇଥାନ୍ତା। ସୁରବାବୁ କହିଲେ, ହଉ। ନିମିନା ଦୁହିଁଙ୍କ କଥା ମଝିରେ ଯାଇ କହିଲେ, ଏଇ ଅନେଇଲ, ଝିଅ କଥା ସୋମୁ କହିଲାନି। ହେଲେ କ'ଣ ଭୁଲ କରିଛି ସେ ପଚାର ତ ଥରେ। ଗୋଟେ ବୋଲି ପୁଅ ଆମର, ସେ ଯଦି ଏମିତି ଭୁଲ କରିବ କେମିତି ହେବ? ସୁରବାବୁ ସୋମେଶକୁ ଚାହିଁ ପଚାରିଲେ, ସୋମୁ, ସାନମା କ'ଣ କହୁଛି କିରେ? ସୋମେଶ ଧୀର ଭାବରେ କହିଲେ, ବାପା ସେ ଝିଅ ଘର ଖଣ୍ଡାୟତ। ସୁରବାବୁ ଟିକେ ବିରକ୍ତ ହୋଇ ଆସିଲେ ବି ନିଜକୁ ସମ୍ଭାଳି ନେଇ କହିଲେ, ହଉ ସୋମୁ, ତୁ ଯା, ମୁଁ ଝିଅ ଦେଖିବାକୁ ଯିବି ସୁବିଧା କରି। ଏବେ ତୁ ପଢ଼ାରେ ମନ ଦେ। ସୋମେଶ ସେଠାରୁ ଉଠି ଆସିଲେ ଚୁପଚାପ।
ସୋମେଶଙ୍କ ସହ ତାଙ୍କ ବାପା ଖୁବ୍ କମ୍ କଥା ହୁଅନ୍ତି, କିନ୍ତୁ ଯାହା ବି ଜବାବ ଦିଅନ୍ତି ତାକୁ ରଖନ୍ତି। ଘର ଭିତରେ ସବୁଠୁ ଚୁପଚାପ ଲୋକ ସୁରବାବୁ। ଆବଶ୍ୟକ ନଥିଲେ ବେଶୀ ଗପନ୍ତି ନାହିଁ କାହା ସହ। ସକାଳୁ ଚାକିରି ଯାଇ ସନ୍ଧ୍ୟାରେ ଫେରନ୍ତି। ଆଉ ଗୀତା ଗ୍ରାଜୁଏସନ୍ ପରେ ଘରେ ଅଛି। ବଡ଼ ଭଉଣୀ ବାହାଘର ପରେ ତା'ର ବାହାଘର ଖୋଜା ଚାଲିଛି, କିନ୍ତୁ ଗୀତା ବଡ଼ ଭଉଣୀର ଝିଅର ପ୍ରେମରେ ଉବୁଟୁବୁ। ଏ କଥା ଭଉଣୀ ଛଡ଼ା କାହାକୁ ଜଣା ନାହିଁ। ସେଇଥିପାଇଁ ଦୁଇ ଭଉଣୀଙ୍କର ଗୋଟିଏ କଥା। ସୋମେଶ ପରଦିନ ସକାଳୁ ଘରୁ ବାହାରିଗଲେ ଭୁବନେଶ୍ୱର ଅଭିମୁଖେ। ବାଟରେ ଚିନ୍ତା କଲେ ଅର୍ପିତା ସହ ବହୁତ ଦିନ ହେବ ଦେଖା ହୋଇନି। ମନଟା ଭଲ ଲାଗୁନଥିଲା ଗୀତାର ବିରୋଧରେ। କ'ଣ ହେବ ବାପାଙ୍କ ନିଷ୍ପତ୍ତି? କ'ଣ ହେବ ଆଗକୁ? ଏପଟେ ଅର୍ପିତା ବିନା ଗୋଟେ ମୁହୂର୍ତ୍ତ ଗୋଟେ ଯୁଗ ପରି ଲାଗୁଥିଲା ତାଙ୍କୁ। ସିଧା ଗାଡ଼ି ଧରି ଯାଜପୁରରୁ ଭୁବନେଶ୍ୱର ବଦଳରେ ଗଲେ ପିପିଲି ଅର୍ପିତାକୁ ଦେଖା କରିବା ପାଇଁ। କଲେଜ ସାମ୍ନାରେ ଥିବା ବୁଢ଼ା ଓସ୍ତ ଗଛ ମୂଳେ ଅର୍ପିତାର ବାଟ ଚାହିଁ ବାରମ୍ବାର ଘଣ୍ଟା ଦେଖୁଥାନ୍ତି ସୋମେଶ। ପ୍ରାୟ ଅଧଘଣ୍ଟା ପରେ ବସ୍ରୁ ଓହ୍ଲେଇ ଚାଲି ଚାଲି ଆସିଲା ଅର୍ପିତା। ଅର୍ପିତାକୁ ଦେଖିବା ମାତ୍ରେ ଖୁସିରେ ଅଧୀର ହୋଇ ଅର୍ପିତା ପାଖକୁ ଗଲେ ସୋମେଶ। ଅର୍ପିତା ସୋମେଶକୁ ଏମିତି ହଠାତ୍ ଦେଖି ଆଶ୍ଚର୍ଯ୍ୟରେ ପଚାରିଲା, ତୁମେ ଏମିତି ଅଚାନକ? ସୋମେଶ କହିଲେ, ନା, ତୁମ କଥା ବହୁତ ମନେ ପଡ଼ିଲା ତ ଚାଲି ଆସିଲି ଦେଖା କରିବା ପାଇଁ। ଆସ ଟିକେ ବୁଲିବାକୁ ଯିବା। ଅର୍ପିତା କହିଲା, ନାଇଁ, ମୋତେ କ୍ଷମା କର, ମୋର ଆଜି ଅନର୍ସ କ୍ଲାସ୍ ଟେଷ୍ଟ ଅଛି, ମୁଁ ଯାଇପାରିବି ନାହିଁ। ସୋମେଶ କହିଲେ, ତେବେ ରେଷ୍ଟୁରାଣ୍ଟ ଚାଲ ଅଳ୍ପ କିଛି ସମୟ ପାଇଁ। ଅର୍ପିତା ସୋମେଶଙ୍କ ସହ ରେଷ୍ଟୁରାଣ୍ଟ ଯିବା ପରେ ସୋମେଶ କହିଲେ, ଘରେ ଘଟିଥିବା ଘଟଣା ସବୁ। ଅର୍ପିତା ସବୁ ଶୁଣି କହିଲା, ଏଇ, ମୋତେ ତୁମେ ଭୁଲି ଯାଅ। ଆମର ଖଣ୍ଡାୟତ ଘରକୁ ତୁମର ବ୍ରାହ୍ମଣ। ମୁଁ ଜାଣିଥିଲି ଆମ ଦୁହିଁଙ୍କ ବାହାଘର ସମ୍ଭବ ନୁହେଁ। ନିଶ୍ଚୟ ବିରୋଧ ମୁଣ୍ଡ ଟେକିବ। ପ୍ଲିଜ୍, ଆଉ ଆଗେଇବା ଅନୁଚିତ ହେବ। ସୋମେଶ ଅର୍ପିତା ହାତ ଧରି କହିଲେ, ପ୍ଲିଜ୍ ଅର୍ପିତା, ଏମିତି କୁହ ନାହିଁ। ମୁଁ ବଞ୍ଚିପାରିବି ନାହିଁ ତୁମ ବିନା। ବୁଝିପାରେନି ଏ ଜାତିଭେଦ କ'ଣ ପାଇଁ? ତୁମ ଜାତି ଆଉ ମୋ ଜାତିର ଫରକ କ'ଣ? କ'ଣ ତୁମ ରକ୍ତ ନୀଳ ଆଉ ମୋ ଜାତି ଲୋକଙ୍କ ରକ୍ତ ଲାଲ? ଅର୍ପିତା ଟିକେ ବ୍ୟସ୍ତ ହୋଇ କହିଲା, କ'ଣ ହେବ ଆଗକୁ? ସୋମେଶ କହିଲେ, ବ୍ୟସ୍ତ ହୁଅନି, ମୁଁ ସବୁ ଠିକ୍ କରିଦେବି। ମୋର ବିଶ୍ୱାସ ବାପା ମୋ କଥା ନିଶ୍ଚୟ ବୁଝିବେ। ତେବେ ଅନୁରୋଧ, ଯଦି ବାପା ଏବେ ବାହାଘର ପ୍ରସ୍ତାବ ଦିଅନ୍ତି ତୁମେ ରାଜି ହୋଇଯିବ? ଅର୍ପିତା କହିଲା, ଏବେ ତ ପଢ଼ା ଚାଲୁଛି ଦୁହିଁଙ୍କର, ଟିକେ ଅପେକ୍ଷା କରିଲେ। ସୋମେଶ ମୁହଁ ଫୁଲେଇ କହିଲେ, ଠିକ୍ ଅଛି, ତୁମ ଇଚ୍ଛା। ଅର୍ପିତା ସୋମେଶଙ୍କ ପାଖରେ କାନ ଧରି କହିଲା, ସରି। ସୋମେଶ କହିଲେ, ଅର୍ପିତା, ମୁଁ ଭାବୁଛି ତୁମ ଘରେ ଏ କଥା ଆଗରୁ ଜଣେଇଦେବି ମୋ ତରଫରୁ। ଅର୍ପିତା ମେଞ୍ଚେ ଛେପ ଢୋକି କହିଲା, ପ୍ଲିଜ୍ ଏମିତି କର ନାହିଁ। ସେ ମାରିବ ନା କ'ଣ? ଭାଇ ଯେମିତି ରାଗି ସିଧା ମୋ ପଢ଼ା ବନ୍ଦ କରିଦେବ। ସେମିତିରେ ବି ଲୀନା ପାଇଁ ଘରେ ସମସ୍ତେ ଟେନସନରେ ଅଛନ୍ତି। ମୁଁ ଚାହୁଁନି ମୋ ପାଇଁ ପୁଣି ଘରେ ଅଶାନ୍ତି ହେଉ। ସୋମେଶ ଦୁଇଟି କଫି ମଗେଇ କିଛି ସମୟ କଥା ହୋଇ ଅର୍ପିତାଠାରୁ ବିଦାୟ ନେଲେ ସିନା, ଅର୍ପିତା ମୁଣ୍ଡରେ ଅନେକ ଅସମାହିତ ପ୍ରଶ୍ନ ଛାଡ଼ିଗଲେ। ଅର୍ପିତା କ୍ଲାସ୍ କରିପାରିଲା ନାହିଁ ଆଗକୁ କ'ଣ ହେବ ଭାବି। ଅନେକ ଚିନ୍ତାରେ ଘରକୁ ଫେରିଲା ଅର୍ପିତା। କିନ୍ତୁ ସେଦିନ ତା' ପାଇଁ ଭଲ ନଥିଲା କି କ'ଣ? କଲେଜରୁ ଫେରି କାମ କରୁଥାଏ। ଯେହେତୁ ଲିଜା ତା' ମା'ଙ୍କ ଅସୁସ୍ଥତା ପାଇଁ ବାପ ଘରେ ଥାଏ ଏ ଯାଏଁ, ତେଣୁ ଅର୍ପିତା ଉପରେ ଘର କାମର ଦାୟିତ୍ୱ। ଅର୍ପିତା ରାତିର ରୋଷେଇ ପାଇଁ ମିନୁଙ୍କୁ ସହଯୋଗ କରୁଥାଏ। ରାଜା ଅଫିସରୁ ଫେରି ଅର୍ପିତାକୁ ଡାକିଲା ଏକୁଟିଆ ନିଜ ରୁମ୍କୁ। ଅର୍ପିତା ରାଜା ପାଇଁ ପାଣି ନେଇଗଲା। ରାଜା ପଚାରିଲା, ଅର୍ପିତା, କଲେଜ କ'ଣ ପାଇଁ ଯାଉଛୁ? ଅର୍ପିତା କହିଲା, କ୍ଲାସ୍ କରିବାକୁ। ରାଜା ପୁଣି ପଚାରିଲା, ଆଜି କଲେଜରୁ କୁଆଡ଼େ ଯାଇଥିଲୁ? ଅର୍ପିତା ଟିକେ ଭୟ ପାଇ ନୀରବ ରହିବା ଦେଖି ରାଜା ପଚାରିଲା, କ'ଣ ପଚାରୁଛି ତୋତେ? ଅର୍ପିତା କହିଲା, କୁଆଡ଼େ ଯାଇନି ଭାଇ। ରାଜା ବିରକ୍ତ ହୋଇ କହିଲା, ଏନଫ୍ ଅର୍ପିତା, ମିଛ କହିବାର ବି ସୀମା ଥାଏ। ମୁଁ କ'ଣ ତୋତେ ଏଇ ଭରସାରେ କଲେଜ ପଠଉଛି ଯେ ତୁ କ୍ଲାସ୍ ନ କରି ରେଷ୍ଟୁରାଣ୍ଟ ଯିବୁ? କହ, କିଏ ସେ? ଅର୍ପିତା ଭୟଭୀତ ହୋଇ ମୁହଁ ତଳକୁ ପୋତି ଛିଡ଼ା ହୋଇଥାଏ। ରାଜା ଚେୟାର ଉପରେ ବସିଥାଏ ଗମ୍ଭୀର ହୋଇ। ଲୀନା ତା' ରୁମ୍ରେ ବସି ପଢ଼ୁଥାଏ। ଏସବୁ ତା' କାନରେ ପଡ଼ିନଥିଲା। ମିନୁ କିନ୍ତୁ ରାଜା ଏମିତି ଅର୍ପିତାକୁ କ'ଣ ପାଇଁ ଡାକୁଛି କିଛି ଆଶଙ୍କା କରି ଆସିଲେ ରାଜା ରୁମ୍କୁ। ଦେଖିଲେ ଦୁହେଁ ଗମ୍ଭୀର ଜଣାପଡ଼ୁଛନ୍ତି। ମିନୁ ପଚାରିଲେ, କ'ଣ ହେଇଛି କିରେ? କେହି କିଛି ଉତ୍ତର ଦେଲେ ନାହିଁ। ରାଜା ଅର୍ପିତାକୁ ଚାହିଁ କହିଲା, ଅର୍ପିତା, ତୋତେ ବିଶ୍ୱାସ କରିବାର ଫଳ କ'ଣ ଏଇଆ? ମୋ ଦାୟିତ୍ୱରେ କେଉଁଠି ଊଣା ହୋଇଗଲା ଯେ ତୁ ମୋତେ ଲୁଚାଇ ଏତେ ବଡ଼ ନିଷ୍ପତ୍ତି ନେଇଗଲୁ? ମିନୁ କିଛି ବୁଝିପାରିଲେ ନାହିଁ ରାଜା କଥା। ପଚାରିଲେ, ଆରେ କ'ଣ ହେଇଛି ମୋତେ କୁହ। ଭୟରେ ଗୋଟାପଣ ଥରୁଥାଏ ଅର୍ପିତା। ରାଜା କହିଲା, ବୋଉ, ପଚାର ତାକୁ କ'ଣ ଭୁଲ କରିଛି। ଅର୍ପିତା ତଥାପି ଚୁପଚାପ ଛିଡ଼ା ହୋଇଥିଲା। ରାଜା ପଚାରିଲା, କିଏ ସେ ପିଲା? କୋଉଠି ତା' ଘର? ତା' ସହ ତୋର ପରିଚୟ କେମିତି? ଅର୍ପିତା କାନ୍ଦି କାନ୍ଦି କହିଲା, ଭାଇ, ମୋତେ କ୍ଷମା କରିଦେ। ଭାଇ, ସେ ତାଙ୍କ ଘର ଯାଜପୁରରେ। ନା ତାଙ୍କର ସୋମେଶ।
ପିଜି କରୁଛନ୍ତି ବାଣୀବିହାରେ। ମୋ ସହ ସେଇଠି ଦେଖା ହୋଇଥିଲା ଏନ୍ଏସ୍ଏସ୍ କ୍ୟାମ୍ପରେ ଏକା ନିଶ୍ୱାସରେ କହିଗଲା ଅର୍ପିତା। ରାଜା ସବୁ ଶୁଣି କହିଲା, ଏତେ ଦୂର ବିଶ୍ୱାସ କରିଗଲୁ ତାକୁ? କେତେ ଜାଣୁ ସେ ପୁଅ ବିଷୟରେ? ଛାଡ଼, ଯେତେବେଳେ ତୁ ନିଷ୍ପତ୍ତି ନେଇସାରିଛୁ ମୁଁ ଆଉ କ'ଣ କହିବି। ଥରଟିଏ ଚିନ୍ତା କଲିନି ତୋ ଉପରେ ମୁଁ ଥିଲି ତୋ ଭଲ ମନ୍ଦ ନିଷ୍ପତ୍ତି ନେବାକୁ। ତୋର କ'ଣ ମୋ ଉପରେ ଭରସା ନଥିଲା? ହଉ, ତୋର ଶେଷ ନିଷ୍ପତ୍ତି ଯଦି ବାହାଘର ତେବେ ମୁଁ ତୋର ବାହାଘର କରିଦେବି। ତୁ ତ ମୋତେ ଉପାୟଶୂନ୍ୟ କରିଦେଇଛୁ। ଏତିକି କହି ରାଜା ଉଠିଗଲା ସେ ରୁମ୍ ବାହାରକୁ। ଅର୍ପିତା ଆଖିରେ ଅଜସ୍ର ଲୁହର ବନ୍ୟା। ମିନୁ ଅର୍ପିତାକୁ ହଲେଇ ପଚାରିଲା, ଆଲୋ ଭାଇ, ଏ କ'ଣ କହୁଛି? ପଢ଼ିବାକୁ ଯାଇ କାହା ନାହିଁ କାହା ସହ ବୁଲୁଛୁ? ଆଜିକାଲି ଯୁଗ ଯାହା, କିଏ ମିଛୁଆ ଟାଉଟର ହୋଇଥିବ ସାଙ୍ଗରେ ବୁଲେଇ ବ୍ଲାକମେଲ୍ କରିବ। ଲୀନା ପାଇଁ ଏତେ ମତ ଦେଉଥିଲୁ, ନିଜ ବେଳକୁ କ'ଣ ବୁଦ୍ଧି ବାଟମରଣା ହୋଇଗଲା କି? ଭାଇ କେମିତି ଜାଣିଲା ଏତେ କଥା? ଅର୍ପିତା ସେମିତି ଚୁପଚାପ ଛିଡ଼ା ହୋଇ କାନ୍ଦୁଥାଏ। କ'ଣ ପାଟି ହେଉଛି ବୋଲି ଲୀନା ଦୌଡ଼ି ଆସିଲା ତା ରୁମ୍ରୁ। ମିନୁ ରାଜାକୁ ଯାଇ ବୁଝେଇଲେ, ରାଜା, ଅର୍ପିତା ତ ଆଉ ଛୋଟ ହେଇନାହିଁ, ତାର ବୁଝିବା ବୟସ ହେଲାଣି। ସେ ଭାବି ଚିନ୍ତି ନିଶ୍ଚୟ କିଛି ନିଷ୍ପତ୍ତି ନେଇଥିବ, ତୁ ରାଗ ନାହିଁ। ତାର ବାହାଘର ବୟସ ହେଲାଣି, ସେ ପିଲା ସହ ବାହାଘର କରିଦେବା। ତୁ କେମିତି ଜାଣିଲୁ ଏତେ କଥା? ରାଜା କହିଲା, ବୋଉ, ମୁଁ ସେଇପଟ ଦେଇ ଯାଇଥିଲି ଅଫିସ୍ କାମରେ। ଅର୍ପିତାକୁ ସେ ପିଲା ସହ ଦେଖିଲି। ଭାବୁଥିଲି ସେଇଠି ପଚାରିଥାନ୍ତି, କିନ୍ତୁ ଅର୍ପିତା ମୋର ସେମିତି ପିଲା ନୁହେଁ ଭାବି ଚୁପ୍ ରହିଲି। ବୋଉଲୋ, ମୁଁ ରାଗିବା ନ ରାଗିବାରେ କିଛି କଥା ନାହିଁ। କଥା ଏଇଆ ଯେ ଉପଯୁକ୍ତ ପିଲା ହୋଇଥିଲେ ମୋର ଚିନ୍ତା ଯିବ। ନହେଲେ ଆମ ସୀମିତ ରୋଜଗାରିଆ ପରିବାରକୁ ସବୁଦିନ ପାଇଁ ଟେନସନ୍ ରହିବ। ଅର୍ପିତା କାନ୍ଦି କାନ୍ଦି ରୁମ୍ରେ ଯାଇ ବସି ପଡ଼ିଲା। ମିନୁ ଆସି ଅର୍ପିତାକୁ ସୋମେଶଙ୍କ ବିଷୟରେ ଅନେକ କିଛି ପଚାରିଲେ। ସେ ପିଲା କେମିତି, କୋଉଠିକାର, ଇତ୍ୟାଦି ଇତ୍ୟାଦି। ଲୀନା ଅର୍ପିତା ବିଷୟରେ ଶୁଣି ଖୁସି ହୋଇଯାଇ କହିଲା, ବାଃ ଦିଦି, ମୋ ଜିଜୁ ଆସିଲେ ମୁଁ ଖୁବ୍ ମଜା କରିବି। ଗୋଟେ ବୋଲି ଶାଳୀ କହିଦେବୁ, ହାତଗଣ୍ଠି ଫିଟାରେ ବଡ଼ ଜିନିଷ ଦେବେ, ଛୋଟ ମୋଟରେ କାମ ଚଳିବନି ଯେ। ଲୀନା ବେଶୀ ଖୁସି ହେବାର ବି ଅନେକ କାରଣ ଥିଲା, କିନ୍ତୁ ଅର୍ପିତାକୁ ସେ ବିରୋଧ ନ କରି ସମର୍ଥନ କରି ମିନୁକୁ କହିଲା, ଓହୋ ବୋଉ, ଦିଦି ସିନା ମୋ ଭଲ ପାଇବା ବୁଝିପାରିଲା ନାହିଁ, ହେଲେ ତା ପାଇଁ ମୁଁ ବହୁତ ଖୁସି। ତୁ ବି କାହିଁକି ରାଗୁଛୁ କହିଲୁ? ଆଜିକାଲି ତ ଯୁଗ ସେଇଆ। ତୋ ଯୁଗ ଆଉ ନାହିଁ ଲୋ ବୋଉ। ନିଜେ ବାଛିଲେ ଭଲ ମନ୍ଦ ଜାଣି ହେବ। ଲୀନା କଥା ପ୍ରତି ଅର୍ପିତାର ନଜର ନଥାଏ। ଅର୍ପିତା କାନ୍ଦୁଥାଏ ବହୁତ। ମନେ ମନେ ଭାବୁଥାଏ, ଭାଇ ଜାଣିଲେଣି, ଘରେ ଜାଣିଲେଣି। ଯୋଉ କଥା ପ୍ରତି ଭୟ ଥିଲା ସେଇଆ ହେଲା, ଆଉ କରିବି ମୁଁ ଏବେ କ'ଣ? ତାଙ୍କ ଘରେ ଯଦି ରାଜି ନ ହୁଅନ୍ତି କ'ଣ ହେବ ମୋ ଅବସ୍ଥା? ଏମିତି ଭାବି ଭାବି କାନ୍ଦି କାନ୍ଦି ରାତି କଟେଇ ଦେଲା ଅର୍ପିତା। ଖଟ ଉପରେ ହଷ୍ଟେଲ ରୁମ୍ରେ ଶୋଇ ଅନେକ ଚିନ୍ତାମଗ୍ନ ସୋମେଶ ଭାବୁଥାନ୍ତି, କ'ଣ ହେବ ବାପାଙ୍କ ଉତ୍ତର। ଗୀତା ଆଜି ଯାଏଁ ତା ଜୀବନରେ ମୋତେ କେବେ ବିରୋଧ କରିନି, ହେଲେ ଆଜି କେମିତି ବିରୋଧ କରିଲା? କ'ଣ ମୁଁ ବହୁତ ବଡ଼ ଭୁଲ କରିଦେଇଛି? ସଂସାରରେ ଉଚ୍ଚ ନୀଚ ଜାତି ପୁଣି କ'ଣ? ସବୁ ମଣିଷ ତ ସମାନ। ସୋମେଶ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି। ଏତେ ଅନ୍ୟମନସ୍କ ଥିଲେ ଯେ ତାଙ୍କର ତିଳେ ମାତ୍ର ଲକ୍ଷ୍ୟ ନଥିଲା ଶୀତାଂଶୁ ଓ ଶୁଭ କେତେବେଳୁ ଆସି ତାଙ୍କ ପାଖରେ ବସିଥିଲେ। ହଠାତ୍ ଶୁଭ ଡାକରେ ପ୍ରକୃତିସ୍ଥ ହେଲେ ସୋମେଶ। ଶୁଭ ପଚାରିଲା, ଓଏ ବ୍ରଦର, କ'ଣ ହେଇଛି? ଆମେ ଦୁହେଁ କେତେବେଳୁ ଆସିଲୁଣି, ଅଥଚ ତୋର ନଜର ନାହିଁ ଆମ ଉପରେ। କ'ଣ ହିରୋଇନ୍ ସହ ଝଗଡ଼ା ହେଇଛି କି? ସୋମେଶ ଖଟରୁ ଉଠି ବସୁ ବସୁ କହିଲେ, ଆରେ ନା ରେ, ଏମିତି ଟିକିଏ ଅନ୍ୟମନସ୍କ ଥିଲି, ଆଉ କ'ଣ କୁହ ସବୁ। ଦୁଇ ଜଣ ଏମିତି ହଠାତ୍। ସୋମେଶକୁ ଚାହିଁ ଶୀତାଂଶୁ କହିଲେ, କ'ଣ ହେଇଛି ତୋର ଆମକୁ ଏମିତି ପ୍ରଶ୍ନ? କ'ଣ ତୋ ପାଖକୁ ଆସିବାକୁ ଅନୁମତି ଦରକାର? ସୋମେଶ ହସି ଦେଇ କହିଲେ, ଆରେ ନାଇଁ, ସେମିତି କିଛି ନୁହେଁ। ଶୁଭ ସୋମେଶ ପାଖରେ ବସି ସୋମେଶ ମୁଣ୍ଡରେ ହାତ ମାରି ଦେହର ଉତ୍ତାପ ଦେଖି କହିଲେ, ଆରେ ଦେହ ତ ଠିକ୍ ଅଛି, କ'ଣ ଏମିତି ଗପୁଛୁ ଯେ? ଶୀତାଂଶୁ କହିଲେ, ଆରେ ୟାକୁ ପ୍ରେମ ରଙ୍ଗ ଚଢ଼ି ଯାଇଛି ତ, ଆମେ ସବୁ ପିତା ଲାଗୁଛୁ। ଶୁଭ କହିଲେ, ନାଇଁ ଶୀତାଂଶୁ, ଆମ ସୋମେଶ ସେମିତି ନୁହେଁ, ନିଶ୍ଚୟ କିଛି ଅସୁବିଧା ହେଇଛି। ଏ ଭାଇ, କ'ଣ ହେଇଛି କହନା ପ୍ଲିଜ୍। ଶୁଭ କଥାରେ ସୋମେଶ କହିଲେ, ସବୁ ଘଟଣା ଘରେ ଘଟି ଯାଇଥିବା। ଶୀତାଂଶୁ କହିଲେ, ଓ ଗଡ୍, ଏତେ କଥା, ସରି ସୋମେଶ। ସୋମେଶ କହିଲେ, ଆରେ ନାଇଁ ନାଇଁ, କିଛି କଥା ନାହିଁ। ଶୁଭ କହିଲେ, କ'ଣ କରିବୁ ଏବେ? ସୋମେଶ କହିଲେ, କରିବି କ'ଣ, କିଛି ନାହିଁ, କିନ୍ତୁ ଅର୍ପିତାକୁ ମୁଁ କଥା ଦେଇଛି ମାନେ ନିଶ୍ଚୟ ବିବାହ କରିବି। ଏହି ସମୟରେ ହଷ୍ଟେଲ ମେଟ୍ ଜଣେ ଆସି କହିଲେ, ସୋମେଶ, ତୁମ ଫୋନ୍ ଆସିଛି। ଟିକ୍ ଟିକ୍ ହୋଇ ତା ଗତିରେ ଆଗେଇ ଚାଲୁଥିବା କାନ୍ଥ ଘଡ଼ିକୁ ଚାହିଁଲେ ସୋମେଶ। ସମୟ ରାତି 9ଟା। ନିଶ୍ଚୟ ଘରୁ ଫୋନ୍ ଆସିଥିବ। ଉଠି ଫୋନ୍ ରିସିଭ୍ କରିବାକୁ ଗଲେ ସୋମେଶ। ହ୍ୟାଲୋ କହିଲେ। ସେପଟୁ ଉତ୍ତର ଆସିଲା, ହ୍ୟାଲୋ ଭାଇ। ଓ ମିତା ତୁ? ମିତା ସୋମେଶଙ୍କ ସାନ ଭଉଣୀ, ଗୀତାର ବଡ଼ ଭଉଣୀ। ସୋମେଶ ପଚାରିଲା, ହଁ ମିତା କହ। ମିତା କହିଲା, ଭାଇ, ମୁଁ ଶାଶୁ ଘରୁ ଫୋନ୍ କରୁଛି, ତୁ ତ ଜାଣୁ
ମୁଁ ଏଠୁ କିଛି କଥା ହେଇପାରିବି ନାହିଁ। ଖାଲି ଏତିକି ପଚାରୁଛି, ମୁଁ କ'ଣ ସବୁ ଶୁଣୁଛି ଭାଇ? ସୋମେଶ କହିଲେ, ସବୁ ସତରେ? ମିତା କହିଲା, ଭାଇ ତୋତେ ଆମେ ଏତେ ଭଲ ପାଉ ଅଥଚ ତୁ। ସୋମେଶ କହିଲେ, ମିତା, ମୁଁ ଅର୍ପିତାକୁ ଭଲ ପାଏରେ, ବହୁତ ଭଲ ପାଏ, ନିଜଠାରୁ ବି ଅଧିକ। ମିତା କହିଲା, ହଉ ଭାଇ, ଶ୍ୱଶୁର ଆସିଲେଣି, ମୁଁ ରହୁଛି, ଘରକୁ ଗଲେ କଥା ହେବି। ତୁ ଏଇ ଶନିବାର ଆସିବୁ ତ? ସୋମେଶ କହିଲେ, ନାଇଁ ଏବେ ଯିବି ନାହିଁ। ମିତା କହିଲା, ହଉ। ସୋମେଶ ପଚାରିଲେ, ଆଉ ତ୍ରିଷା କେମିତି ଅଛି? ମିତା କହିଲା, ଭାଇ ତୋ ଭାଣିଜୀ ଭଲ ଅଛି, ହେଲେ ଦୁଷ୍ଟାମି ବହୁତ କରୁଛି। ଟିକେ ହସିଦେଲେ ସୋମେଶ। ଏହାପରେ ଫୋନ୍ ରଖି ରୁମ୍କୁ ଆସିଲେ। ଶୁଭ ଓ ଶୀତାଂଶୁ ବାଧ୍ୟ କରି ନେଇଗଲେ ମାର୍କେଟ ଆଡ଼େ ଟିକେ। ସୋମେଶ ଟିକେ ହାଲକା ଫିଲ୍ କଲେ ଶୁଭ ଓ ଶୀତାଂଶୁଙ୍କ ସହ ବୁଲାବୁଲି କରି। ପରଦିନ ଅର୍ପିତା ସକାଳୁ ଉଠି କାମ ସାରି ବସିଥାଏ ରୁମ୍ରେ। ରାଜା ଆସି ପଚାରିଲା, କଲେଜ ଯିବୁ ନାହିଁ? ଅର୍ପିତା ନାଇଁ କଲା ମୁଣ୍ଡ ହଲାଇ। ରାଜା କହିଲା, ଏମିତି କେତେ ଦିନ ଯିବୁ ନାହିଁ? ଯା କଲେଜ, ପଢ଼ାପଢ଼ିରେ ମନ ଦେ, ହେଲେ ଶୁଣ, ସେ ପିଲାକୁ ଖବର ଦେ ମୋ ସହ ଦେଖା କରୁ ଟିକେ। ଏତିକି କହି ରାଜା ପଳେଇଲା। ରାଜା କଥା ଶୁଣି ମିନୁ ସିନା ଖୁସି ହୋଇଗଲେ, ହେଲେ ଅର୍ପିତା ଖୁସି ହେଇପାରୁନଥିଲା। ଅର୍ପିତା ଚୁପଚାପ କଲେଜ ପାଇଁ ରେଡ଼ି ହେଲା। ଲୀନାକୁ ଅର୍ପିତା ମାଧ୍ୟମରେ ଯେମିତି ରାସ୍ତା ପ୍ରଶସ୍ତ ହେଇଯାଉଥିଲା, ତେଣୁ ଲୀନା ଖୁସିରେ କହିଲା, ଦିଦି, ଜିଜୁଙ୍କୁ ଖବର ଦେ ଶୀଘ୍ର, ମୋର ବି ତାଙ୍କୁ ଦେଖା କରିବାକୁ ପ୍ରବଳ ଇଚ୍ଛା। କାହାକୁ କିଛି ନ କହି ଅର୍ପିତା କଲେଜ ଗଲା। ବାଟ ସାରା ଭାବୁଥାଏ, କ'ଣ କହିବି, କେମିତି କହିବି ତାଙ୍କୁ। ସେ ବି ତ ତାଙ୍କ ଘର କଥାରୁ ଟେନସନରେ ଅଛନ୍ତି। ଠାକୁରେ, କି ବିଷମ ସ୍ଥିତିରେ ପକାଇଛ। କ'ଣ କରିବି ମୁଁ ଭାବିପାରୁନି। ଭାଇ ବି କ'ଣ ଭାବୁଥିବ ମୋ ବିଷୟରେ। ଏମିତି ଭାବି ଭାବି କଲେଜରେ ପହଞ୍ଚି କ୍ଲାସ୍ କଲା ସେ। ମାନେ ସୋମେଶ ଓ ଅର୍ପିତାର ପ୍ରେମକୁ କ'ଣ ତାଙ୍କ ଦୁଇ ପରିବାର ଗ୍ରହଣ କରିନେବେ, ତାହା ଜାଣିବା ଏହି କାହାଣୀର ଭାଗ 39ରେ। କାହାଣୀ କେମିତି ଲାଗିଲା ମୋତେ ନିଶ୍ଚୟ କମେଣ୍ଟ କରି ଜଣାଇବେ। ଆଉ ଯଦି ଭଲ ଲାଗିଥାଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇଦେବେ। ହିନ୍ଦୀ ଷ୍ଟୋରି ଚ୍ୟାନେଲକୁ ଭିଜିଟ୍ କରନ୍ତୁ। ନୂଆ ନୂଆ ଶାଶୁ ବୋଉର କାହାଣୀ ଅପଲୋଡ଼ ହେଇଯାଇଛି। କାହାଣୀ ଶୁଣି ସାରି ସବସ୍କ୍ରାଇବ୍ କରିବାକୁ କେବେ ଭୁଲେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।